ସାଙ୍ଗମାନେ ଆପଣମାନଙ୍କ ଘରେ ପ୍ରବଳ ମୂଷା ହେଉଛନ୍ତି କି? ଆଉ ତାକୁ ଆପଣମାନେ କେମିତି ଘରୁ ବାହାର କରିବେ ତା'ର ଗୋଟେ ସୁନ୍ଦର ସଲ୍ୟୁସନ୍ ମୁଁ ଆପଣମାନଙ୍କ ପାଇଁ ଆଣିଛି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଈଶ୍ୱରଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ତ ଚାଲନ୍ତୁ ଦେଖିନେବା ତ ଗୋଟେ ଭେସଲିନ୍ ସାହାଯ୍ୟରେ ଆମେ କେମିତି ଘରୁ ମୂଷାକୁ ବାହାର କରିବା ଆଉ ବର୍ଷ ବର୍ଷ ଧରି ଘରକୁ ମୂଷା କିପରି ନ ଆସିବେ ତା'ର ଗୋଟେ ମୁଁ ସଲ୍ୟୁସନ୍ ଆପଣମାନଙ୍କ ପାଇଁ ଆଣିଛି, ଯେଉଁଟାକି ଆପଣମାନଙ୍କ ଜିରୋ ଫୋକଷ୍ଟରେ ଆପଣମାନଙ୍କ କିଚେନ୍ରେ ଏସବୁ ଜିନିଷ ଆଭେଲେବୁଲ୍ ଅଛି। ତ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ, ତାହେଲେ ଆପଣମାନେ ଜାଣିପାରିବେ କି ମୁଁ କେଉଁ ପ୍ରୋସେସ୍ରେ କରୁଛି। ତ ଫାଷ୍ଟ ଆପଣମାନେ ଗୋଟେ ବାଉଲ୍ ନେଇଯିବେ ଆଉ ଗୋଟେ ସ୍ପୁନ୍ ନେଇଯିବେ। ତାପରେ ଆପଣମାନେ କ'ଣ କରିବେ ସେଇଟା ଆପଣମାନେ ଆଗକୁ ଦେଖନ୍ତୁ। ତ କିଛି ଆପଣମାନେ ଯେଉଁ ସ୍ପୁନ୍ ନେଇଥିବେ ସେଇଥିରେ ମେଜରମେଣ୍ଟ କରିକିରି ଆପଣମାନେ ଅଟା ନେବେ। ଅଟା ଜାଗାରେ ଆପଣମାନେ ଚାହିଁଲେ ବେସନକୁ ନେଇପାରିବେ, କିନ୍ତୁ ଅଟାଟା ସମସ୍ତଙ୍କ ଘରେ ଆଭେଲେବୁଲ୍ ଥାଏ, ତ ସେଥିପାଇଁ ମୁଁ ଅଟାରେ ଏଇଟାକୁ ବନାଉଛି। ତାପରେ ଆପଣମାନେ ସେହି ସ୍ପୁନ୍ରେ ଆପଣମାନେ ଗୋଟେ ଚାମଚ ନେଇଯିବେ ଲଙ୍କାଗୁଣ୍ଡ, ଯେଉଁଟାକି ଅଧିକ ରାଗ ଲଙ୍କାଗୁଣ୍ଡ ଥିବା ଦରକାର, ଯେଉଁଟା ସେଇଟା ଆପଣମାନେ ମୂଷାକୁ ସାହାଯ୍ୟ କରିବ ଘରୁ ନ ଆସିବା ପାଇଁକା। ତ ଏଇ ଦୁଇଟା ଜିନିଷକୁ ଆପଣମାନେ ଭଲ କରି ମିକ୍ସ କରିନେବେ, ତା ଦେହରେ ଆପଣମାନଙ୍କର ଗୋଟେ ବଢ଼ିଆ ଜିନିଷଟା ବନିଯିବ। ତ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ, ଜମାରୁ ବି ସ୍କିପ୍ କରିବେନି। ତ ତାପରେ ଆମେ ମିଶାଇବା ସେଥିରେ ଭେସଲିନ୍ ମିଶାଇବା ଦ୍ୱାରା ମୂଷାକୁ ଆସିବାକୁ ଜମାରୁ ବି ସାହସ କରିବେନି। ଏଇ ଛୋଟ ଛୋଟ ଜିନିଷ ଯେଉଁଗୁଡ଼ାକ ଆପଣମାନଙ୍କ କିଚେନ୍ରେ ଆଭେଲେବୁଲ୍, ତା ଦେହରେ ଆପଣମାନେ ଗୋଟେ ସୁନ୍ଦର ସଲ୍ୟୁସନ୍ଟେ ବନେଇକିରି ଘରୁ ମୂଷାକୁ ବାହାର କରିବେ। କାରଣ ମୂଷା ହେଉଛନ୍ତି ଏପରି ଏକ ଜନ୍ତୁ ଯାହାକି ଆପଣମାନେ ଯଦି ତା'ର କିଛି ସଲ୍ୟୁସନ୍ ନ କାଢ଼ିବେ ତାହେଲେ ସେମାନଙ୍କର ବଂଶବୃଦ୍ଧି ହେବା ସହିତ ଆପଣମାନଙ୍କ ଘରେ ସେମାନେ ରହିଥାନ୍ତି ଆଉ ଯିବାକୁ ଜମା ବି ସାହସ କରିବେନି। ଆଉ ମୂଷାମାନେ ଯଦି ଘରେ ରହିଲେ ତାହେଲେ ସେମାନେ ଆପଣମାନଙ୍କର ପୋଷାକ, ଖାଦ୍ୟ ଆଉ ଅନ୍ୟାନ୍ୟ ଜିନିଷ, ବହିପତ୍ର, ଦରକାରୀ କାଗଜ ସବୁ ସେମାନେ ନଷ୍ଟ କରିଦିଅନ୍ତି, ଯାହାକି ଆପଣମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ତ ଏଇ ତିନିଟା ଜିନିଷକୁ ଆପଣମାନେ ଭଲକରି ଟିକେ ମିକ୍ସ କରିନେବେ, ହାତରେ ଟିକେ କରିନେବେ। ହାତରେ କଲେ ଆପଣମାନଙ୍କୁ ଭଲ ରେଜଲ୍ଟ ମିଳିବ। ଆଉ ଆପଣମାନେ ଲାଷ୍ଟକୁ ଟିକିଏ ପାଣି ଦେବେ। ଯାହା ଆପଣମାନଙ୍କ ଘରେ ଯଦି ପ୍ରବଳ ମୂଷା ହୋଇଥିବେ ତାହେଲେ ଦେଖିକିରି ଆପଣମାନେ କ୍ୱାଣ୍ଟିଟିର କମ୍ ବେଶୀ କରିପାରିବେ। ତ ଏଇସବୁ ଜିନିଷରେ ଆପଣମାନଙ୍କୁ ବନେଇବାର ଅଛି, ଆପଣମାନଙ୍କୁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆଉ ଆପଣମାନଙ୍କୁ ଯଦି ଆଜିର ଭିଡ଼ିଓ ୟୁଜଫୁଲ୍ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ଆଉ ଆପଣମାନେ କେଉଁଠି ଦେଖୁଛନ୍ତି ପ୍ଲିଜ୍ କମେଣ୍ଟ କରନ୍ତୁ, ତାହେଲେ ମୁଁ ଜାଣିପାରିବି କି ମୋ ଭିଡ଼ିଓ କେଉଁ ଅନୁକୋଣରେ ପହଞ୍ଚି ପାରୁଛି। ଆଉ ଆପଣମାନଙ୍କର ଏମିତି ଭଲ ପାଇବା ମୋତେ ଆଗକୁ ମିଳିଲେ ମୁଁ ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଆଣିବି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ହେଲ୍ପ କରିବ ଆଉ ଆପଣମାନଙ୍କୁ ବହୁତ ସାରା ବେନିଫିଟ୍ ଦେବ। ଆଉ ଜିରୋ ଫୋକଷ୍ଟରେ ମୁଁ ଯେତେ ବି ଟିପ୍ସ ଆପଣମାନଙ୍କ ସହିତ ସେୟାର କରିଛି ସବୁ ଜିରୋ ଫୋକଷ୍ଟରେ ହେଇଛି, ଆପଣମାନଙ୍କୁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବା ପାଇଁକା ପଡ଼ିବ ନାହିଁ। ତ ଦେଖନ୍ତୁ ଆମର ଗୋଟେ ବଢ଼ିଆ ସୁନ୍ଦର ସଲ୍ୟୁସନ୍ଟେ ବନିଗଲା। ଏଇଟାକୁ ଆପଣମାନେ କେଉଁଠି ଆଉ କେଉଁ ଜାଗାରେ କେଉଁଠି ରଖିବେ ସେଇଟା ଆପଣମାନଙ୍କୁ ମୁଁ କହିବି। ତ ଦେଖନ୍ତୁ ଆପଣମାନେ ଏଇଟା ବନେଇ ଦେଲେ, ତାପରେ ଆପଣମାନେ କ'ଣ କରିବେ ନା ଟିକେ ମୋଟା ପେପର୍ ନେବେ, ଯାହାକି ଆପଣମାନଙ୍କୁ ଏଇ ଯେଉଁ ସଲ୍ୟୁସନ୍ଟା ଆମେ ବନେଇଛେ ସେଇଟା ଆପଣମାନଙ୍କର ରହିପାରିବ। ତ ମୁଁ 4ଟା ପେପର୍ ନେଇଛି। ତ ପେପର୍ଟା ଟିକେ ଆପଣମାନଙ୍କର ମୋଟା ହେବା ଦରକାର, ପତଳା ହେଲେ ଆପଣମାନଙ୍କର ସେଇଟା ମାନେ ଭିଜିଯିବ। ତ ଆପଣମାନେ ଅଳ୍ପ ଅଳ୍ପ କରିକି ଏଇ ପେପର୍ରେ ଏମିତିଆ ରଖିବେ, ଆପଣମାନଙ୍କୁ ଆଉ କିଛି କରିବାର ନାହିଁ। ଆଉ ଆପଣମାନେ ଯେଉଁ ଜାଗାମାନଙ୍କରେ ଆପଣମାନେ ଦେଖୁଛନ୍ତି ମୂଷା ଆସୁଛନ୍ତି ସେଇ ଜାଗାମାନଙ୍କରେ ଆପଣମାନଙ୍କୁ ଆକୁ ରଖିବାର ଅଛି। ଆଉ ଏଇ ସଲ୍ୟୁସନ୍ଟା ଆପଣମାନେ ରାତିରେ ହିଁ କରିବେ, ଯାହାକି ଆପଣମାନଙ୍କର ଶୋଇବା ପରେ ଏଇ ମୂଷାମାନେ ହିଁ ଆସିଥାନ୍ତି। ଆଉ ଏଇଟାକୁ ଦେଖିଲା ମାନେ କାଗଜଟା ମୂଷାମାନେ ଆପଣମାନେ ଜାଣିଥିବେ କାଗଜ ଜିନିଷକୁ ମୂଷାମାନେ ବେଶୀ ଆଟାକ୍ କରିଥାନ୍ତି। ତ ତା ଦେହରେ ଆମର ଯେଉଁ ସଲ୍ୟୁସନ୍ଟା ଦିଆଯାଇଛି ସେମାନେ ଆଉ ଆସିବାକୁ ସାହସ ମଧ୍ୟ କରିବେ ନାହିଁ। ତ ଯଦି ଆପଣମାନେ କେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ଆଉ ଆପଣମାନେ ଏମିତି ନୂଆ ନୂଆ ୟୁନିକ୍ ଜିନିଷ ଦେଖିବା ପାଇଁକା ପାଇପାରିବେ। ଆଉ ସେଇଟା ବି ଜିରୋ ଫୋକଷ୍ଟରେ ଆପଣମାନଙ୍କ କିଚେନ୍ରେ ପୁରା ଆଭେଲେବୁଲ୍ ରହିଛି। ତ 4ଟା ଦେଖନ୍ତୁ ମୁଁ ଭଲ କରି ବନେଇ ନେଇଛି। ତାକୁ ମୁଁ କେଉଁଠି ରଖୁଛି ସେଇଟା ଆପଣମାନଙ୍କୁ ବି ଦେଖେଇବି। ତ ଯେଉଁ ଜାଗାମାନଙ୍କରେ ଆଲଣା ଆପଣ ରଖୁଛନ୍ତି କି ଚାଉଳ ରଖୁଛନ୍ତି, ଧାନ ରଖୁଛନ୍ତି, ଖଟ ତଳ ବା ଗଡ଼ରେଜ୍ ତଳ, ଏଇ ଯେଉଁ ଜାଗାମାନଙ୍କରେ ଆପଣମାନେ ଦେଖୁଥିବେ ମୂଷାମାନେ ଆସିଥାନ୍ତି। ଆଉ ସବୁବେଳେ ଘରକୁ ନିଟ୍ ଆଣ୍ଡ କ୍ଲିନ୍ ରଖିବେ, ଯାହାଫଳରେ କି ମୂଷାମାନେ ଆସିବା ପାଇଁକା ଜମାରୁ ବି ସାହସ କରିବେ ନାହିଁ। ତ ଏହି ଟିପ୍ସଟି ଜିରୋ ଫୋକଷ୍ଟ ଥିବାରୁ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଦେଖିବେ ଏଇ ଟିପ୍ସଟି ଆପଣମାନେ ଘରେ କରନ୍ତୁ, ଦେଖିବେ ଆପଣମାନଙ୍କ ଘରେ ଜମାରୁ ବି ମୂଷା ଆସିବା ପାଇଁକା କେବେ ବି ସାହସ କରିବେ ନାହିଁ। ତ ଭାବୁଛି ଆଜିର ଏଇ ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ୟୁଜଫୁଲ୍ ଥିବ ଆଉ ଡେଲି ଲାଇଫ୍ରେ ଆପଣମାନେ ଆର ନିଶ୍ଚିନ୍ତ ପ୍ରୋବ୍ଲେମକୁ ଫେସ୍ କରୁଥିବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବା ନେକ୍ସଟ ଏକ ଭିଡ଼ିଓରେ। ତ ଆପଣମାନଙ୍କର ସପୋର୍ଟ ମୋତେ ଏମିତି ଦରକାର, ଏମିତି ସପୋର୍ଟ ମିଳିଲେ ମୁଁ ଆଗକୁ ଆପଣମାନଙ୍କ ପାଇଁ ୟୁନିକ୍ ଭିଡ଼ିଓ ଆଣିବି।